ଆମେ ଭାବୁ ସେ ବୁଝିବ, ସେ ସହଯୋଗ କରିବ, ସେ ମୋ ସପକ୍ଷରେ ନିଶ୍ଚୟ କହିବ। କିନ୍ତୁ ଯେତେବେଳେ ଏହି ଆଶା ଭାଙ୍ଗି ଯାଇଥାଏ, ଆମ ହୃଦୟ ମଧ୍ୟ ଭାଙ୍ଗି ଯାଇଥାଏ। ଜୟ ଜଗନ୍ନାଥ ବନ୍ଧୁ, କେମିତି ଅଛନ୍ତି? ଭଲ ଅଛନ୍ତି ନା? ଆଶା କରୁଛି ବହୁତ ଭଲରେ ଥିବେ। ଆପଣମାନେ ଦେଖୁଛନ୍ତି ନ୍ୟୁ ଅବତାର, ନୂଆ ଭାବନା, ନୂଆ ଶକ୍ତି। ଏମିତି ଏକ ସ୍ଥାନ ଯେଉଁଠି ମୁଁ ଆପଣଙ୍କ ପାଇଁ ନେଇ ଆସିଥାଏ ନୂଆ ଆତ୍ମବିଶ୍ୱାସ, ଶକ୍ତି ଏବଂ ଜୀବନ ଉପରେ ନୂଆ ଦୃଷ୍ଟିକୋଣ। ତେବେ ବନ୍ଧୁ, ଆଜି ଆମେ ଗୋଟିଏ ଗଭୀର ବିଷୟ ଉପରେ ଆଲୋଚନା କରିବା। ବନ୍ଧୁ, ଜୀବନରେ ବେଶୀ ଦୁଃଖ ଆମେ କେଉଁଠାରୁ ପାଇଥାଉ? କେଉଁମାନେ ଆମକୁ ବେଶୀ ଦୁଃଖ ଦେଇଥାନ୍ତି? ବାହାର ଲୋକମାନେ? ନାଇଁ ବନ୍ଧୁ, ସତ କଥା କହିବାକୁ ଗଲେ ଆମେ ସବୁଠାରୁ ବେଶୀ ଦୁଃଖ ଆମ ନିଜ ଲୋକମାନଙ୍କ ଠାରୁ ହିଁ ପାଇଥାଉ। ହେଲେ ନିଜ ଲୋକମାନେ କାହିଁକି ଏତେ ଦୁଃଖ ଦିଅନ୍ତି? ଯେଉଁମାନଙ୍କୁ ଆମେ ଏତେ ଭଲ ପାଉ, ଯେଉଁମାନଙ୍କ ପାଇଁ ଆମେ ଆତ୍ମତ୍ୟାଗ କରିବାକୁ ପ୍ରସ୍ତୁତ, ସେମାନେ ଯେତେବେଳେ ଆମକୁ ଉପେକ୍ଷା କରନ୍ତି, ଅବହେଳା କରନ୍ତି କିମ୍ବା ଆଘାତ ଦିଅନ୍ତି, ଆମ ମନରେ ଗଭୀର ଦୁଃଖ ହୋଇଥାଏ। କିନ୍ତୁ ପ୍ରଶ୍ନ ହେଉଛି, ନିଜ ଲୋକମାନେ ଏମିତି କାହିଁକି କରନ୍ତି? କାହିଁକି ନିଜ ଲୋକମାନେ ଏତେ ଦୁଃଖ ଦିଅନ୍ତି? ପ୍ରଥମ କଥା ହେଲା ଆଶା ବା ଏକ୍ସପେକ୍ଟେସନ୍। ଆଶାର ଅତିରିକ୍ତ ଭାର। ନିଜ ଲୋକଙ୍କ ଉପରେ ଆମେ ବେଶୀ ଆଶା ବା ଭରସା ରଖିଥାଉ। ଆମେ ଭାବୁ ସେ ବୁଝିବ, ସେ ସହଯୋଗ କରିବ, ସେ ମୋ ସପକ୍ଷରେ ନିଶ୍ଚୟ କହିବ। କିନ୍ତୁ ଯେତେବେଳେ ଏହାର ବିପରୀତ ହୋଇଥାଏ, ସେତେବେଳେ ଆମର ଆଶା ଭାଙ୍ଗି ଯାଇଥାଏ, ଆମ ହୃଦୟ ମଧ୍ୟ ଭାଙ୍ଗି ଯାଇଥାଏ, ଯାହାଦ୍ୱାରା ଆମେ ବହୁତ ଦୁଃଖ ଅନୁଭବ କରିଥାଉ। ଦ୍ୱିତୀୟ କଥା ହେଲା ସମ୍ପର୍କ ଅର୍ଥବୋଧର ଅଭାବ ବା ଲ୍ୟାକ୍ ଅଫ୍ ଅଣ୍ଡରଷ୍ଟାଣ୍ଡିଂ। ସିଧା କଥା କହିବାକୁ ଗଲେ ବୁଝାମଣାର ଅଭାବ। ହଁ ବନ୍ଧୁ, ଅନେକ ସମୟରେ ଆମ ନିଜ ଲୋକ ଆମର ଭଲ ପାଇବା, ଆମ ସ୍ନେହ, ଆମ ସମୟ ଓ ଆମ ସହଯୋଗକୁ ଅଣଦେଖା କରିଥାନ୍ତି। ସେମାନେ ଧରି ନିଅନ୍ତି ଏସବୁ ତ ସାଧାରଣ କଥା। କିନ୍ତୁ ସେତେବେଳେ ଯେ ଗୋଟିଏ ଲୋକର ମନ ଭାଙ୍ଗି ଯାଉଛି, ସେ ଯେ କେତେ ଦୁଃଖ ପାଉଛି, ଏ କଥା ସେମାନେ ବୁଝିପାରନ୍ତି ନାହିଁ, ଯାହାଫଳରେ ଆମେ ବହୁତ ଦୁଃଖ ପାଇଥାଉ। ତୃତୀୟ କଥା ହେଲା ଇନସିକ୍ୟୁରିଟି ଆଣ୍ଡ ଜେଲସି, ଅର୍ଥାତ୍ ନିଜକୁ ଅସୁରକ୍ଷିତ ମନେ କରିବା ଏବଂ ଈର୍ଷା କରିବା। ଆମର ଉନ୍ନତି, ଖୁସି, ସ୍ୱାଭିମାନ ଦେଖି ବେଳେବେଳେ ଆମ ନିଜ ଲୋକମାନେ ବହୁତ ଈର୍ଷା କରିଥାନ୍ତି। ଯେଉଁ ଲୋକଙ୍କୁ ଆମେ ଏତେ ନିଜର ଭାବିଥାଉ, ସେ ଲୋକ କିନ୍ତୁ ତା ହୃଦୟରେ ଆମ ପ୍ରତି ଏଇଭଳି ଭାବନା ରଖିନଥାଏ। ସେ ଆମକୁ ପ୍ରକୃତରେ କେବେ ବି ନିଜର ଭାବିନଥାଏ, ଯେଉଁଥିପାଇଁ ସେ ବହୁତ ଈର୍ଷା କରିଥାଏ, ଯାହା ଆମ ଦୁଃଖର କାରଣ ହେଇଥାଏ। ବନ୍ଧୁ, ତେବେ ଆମେ କରିବା କ'ଣ? କ'ଣ ଏମିତି ଦୁଃଖରେ ରହି ରହି ସବୁବେଳେ ଆଖିରୁ ଲୁହ ଢାଳିବା? ନା ବନ୍ଧୁ, ପ୍ରଥମେ ନିଜର ଆଶାକୁ କମ୍ କରନ୍ତୁ। ମନେ ରଖନ୍ତୁ, ଯେଉଁଠି ଆଶା ନାହିଁ ସେଠାରେ ଦୁଃଖ ମଧ୍ୟ ନାହିଁ। ତେଣୁ ଯଦି ଆପଣ ଆଶାକୁ କମ୍ କରିବେ, ଆପଣଙ୍କର ଦୁଃଖ ନିଶ୍ଚୟ କମିଯିବ। ଦ୍ୱିତୀୟ କଥା ହେଲା ନିଜ ମନକୁ ଶକ୍ତିଶାଳୀ ବନାନ୍ତୁ। ନିଜ ମନକୁ ଏତେ ଦୃଢ଼ କରିଦିଅନ୍ତୁ ଯେ ଯେଉଁମାନେ ଘା ଦେଉଛନ୍ତି ସେମାନେ ଅନ୍ତତଃ ଦୁଃଖ ଦେଇପାରିବେନି। ଅର୍ଥାତ୍ ଆଘାତ ଯେତେ ବଡ଼ ହେଉନା କାହିଁକି, ତାହା ଆପଣଙ୍କ ମନର ଶକ୍ତି ପାଖରେ ଯେମିତି ହାର ମାନିଯିବ। ତୃତୀୟ କଥା ହେଲା ମୁଁ ଭଲରେ ଅଛି, ଏହାକୁ ବିଶ୍ୱାସ କରନ୍ତୁ। ନିଜର ଆତ୍ମବିଶ୍ୱାସକୁ ଦୃଢ଼ ରଖନ୍ତୁ। ଯେଉଁମାନେ ଆଜି ଆପଣଙ୍କୁ ଅଣଦେଖା କରୁଛନ୍ତି, ସେମାନେ ଗୋଟେ ଦିନ ଆପଣଙ୍କୁ ସମ୍ମାନ ନିଶ୍ଚୟ କରିବେ। ତେବେ ବନ୍ଧୁ, ଗୋଟିଏ କଥା ନିଶ୍ଚୟ ମନେ ରଖନ୍ତୁ, ଦୁଃଖ ଅସ୍ଥାୟୀ, କିନ୍ତୁ ଆପଣଙ୍କର ଶକ୍ତି ଅନନ୍ୟ।
ନିଜ ଲୋକ ଯଦି ଦୁଃଖ ଦିଅନ୍ତି ତାହାର ଅର୍ଥ ଏହା ନୁହେଁ ଯେ ଆପଣ ଦୁର୍ବଳ, ବରଂ ତା'ର ଅର୍ଥ ଏହା ଯେ ଆପଣ ବହୁତ ମୂଲ୍ୟବାନ। ତେବେ ବନ୍ଧୁ, ଯଦି ମୋ କଥାଟି ଆପଣଙ୍କ ମନରେ ଶାନ୍ତି ଏବଂ ନୂଆ ଭାବନା ସୃଷ୍ଟି କରିଥାଏ, ତେବେ ନିଶ୍ଚୟ ଲାଇକ୍, କମେଣ୍ଟ ଏବଂ ସେୟାର କରିବେ। ନ୍ୟୁ ଅବତାର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ତେବେ ପୁଣି ଥରେ ଦେଖା ହେବ ଅନ୍ୟ ଏକ ପ୍ରେରିତ କାହାଣୀ ନେଇ ନୂଆ ଏକ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।